ଇଏ କଣ ହେଲା? ଆଙ୍ଗୁଳି କେମିତିକା କାଟିଲା? ନମସ୍କାର ଓଡ଼ିଶା। ୟାଙ୍କର ବିରତାପ ଦେଖିକି ଜାଣିପାରୁଛୁ ଯେ ଏଇଟା କେମିତିକା କାଟିଲା। ଏଟା ସାଇଡରେ ଗାର୍ଡେନରେ ଶାଗ ତୋଳିବା ପାଇଁ ଯାଇଥିଲେ ଏବଂ ତାଙ୍କ ବିରତାପ ଦେଖନ୍ତୁ କ୍ୟାମେରା ଦେଖିଲାରୁ କେମିତିକା ହଉଛନ୍ତି ଆଉ ଆସିକି କହୁଛନ୍ତି ଦେଖ ଦେଖ ଶାଗ କାଟିକି ମୁଁ ଏମିତିକା ମୋ ହାତଟା କାଟି ଯାଇଛି। ମୁଁ କହିଲି ବହୁତ ଭଲ ହେଇଛି ଆଉ ଚକୋଲେଟଟା ସେ ଖୁସିରେ ଖାଇ ଦଉଛନ୍ତି। ଆଙ୍ଗୁଳିରେ ବ୍ୟାଣ୍ଡେଜ ଖୋଲିଲା ପରେ ଦେଖିଲି ତ ଆଙ୍ଗୁଳିରେ ଏତେ କାଟି ଯାଇଛି। ଆଉ ଦୁଇ ଜଣ ମିଶିକି ସନ୍ଧ୍ୟାବେଳେ ମାର୍କେଟ ଗଲୁ ଏବଂ ସେଇଠି ଗୋଟେ ଏଗ ରୋଲ ଅର୍ଡର କଲୁ। ଯେ ଗରମ ପକେଇଛି ମୋ ମୁଣ୍ଡର ଝାଳ ବହି ଯାଉଛି। କିଛି ପନିପରିବା ନଥିଲା ସେପାଇଁ ପନିପରିବା ଆଣିଲୁ ଏବଂ ୟାଙ୍କର କିଛି ଗୋଟେ ପ୍ୟାଣ୍ଟ ଆଣିଲୁ ପିଟି ପ୍ୟାଣ୍ଟ। ଏବଂ ଇଏ କହୁଛନ୍ତି ମୁଁ ଗୋଟେ ଲୁଚିକି ଜିନିଷ ଆଣିଛି। ମୁଁ କଣ? ସେ କହିଲେ ଦେଖ ତୁମ ଫେଭରେଟ ଲିଚୁ। ପାର୍କକୁ ଯାଇକି ସେଇଠି ଏଗ ରୋଲ ଖାଇଲୁ ଆମେ ଦୁଇ ଜଣ ମିଶିକି ଏବଂ ସେଇଠି ଦେଖନ୍ତୁ ଏଣ୍ଡା ପେଚା ଆସିଗଲା। ଦୁଇ ଜଣଙ୍କ ଭଲ ପାଇବା ଦେଖି ମୋର ମୋ ଭାଇ କଥା ମନେ ପଡିଗଲା। ୟାଙ୍କୁ ଦେଖିଦେଲା ଆଉ ରହିବନି ୟାଙ୍କ ପାଖକୁ ଯିବ। ଦୁଇ ଜଣଙ୍କ ନାଟକ ଦେଖ। ଆମ ସମସ୍ତେ ଫ୍ୟାମିଲି ମେମ୍ବର ମିଶିକି କଥାବାର୍ତ୍ତା ହଉଛେ। ଏଡିଆ ଆମକୁ ଦେଖିନେଲେ ବହୁତ ଖୁସି ହେଇଯାଏ।